ବହିର ନାମ ଭାରତରେ ବିଶ୍ୱ ଐତିହ୍ୟ ସ୍ଥଳ। ଲେଖକ ଇଞ୍ଜିନିୟର ମାୟାଧର ସ୍ୱାଇଁ। ପଢ଼ି ଶୁଣାଉଛନ୍ତି ଜିତୁ ସାବତ। ନନ୍ଦାଦେବୀ ଓ ପୁଷ୍ପ ଉପତ୍ୟକା ଜାତୀୟ ଉଦ୍ୟାନ। ନନ୍ଦାଦେବୀ ଓ ପୁଷ୍ପ ଉପତ୍ୟକା ଜାତୀୟ ଉଦ୍ୟାନ ନନ୍ଦାଦେବୀ ଆଣ୍ଡ ଭ୍ୟାଲି ଅଫ୍ ଫ୍ଲାୱାର୍ସ ନ୍ୟାସନାଲ ପାର୍କ ଉତ୍ତରାଖଣ୍ଡ ରାଜ୍ୟର ପଶ୍ଚିମ ହିମାଳୟରେ ଅବସ୍ଥିତ। ଅନେକ ବିରଳ ଓ ବିପନ୍ନ ପଶୁମାନଙ୍କର ଆବାସସ୍ଥଳୀ ହୋଇଥିବା ବେଳେ ଏହା ପ୍ରକୃତିର ଅପରୂପ ଶୋଭାରାଶିରେ ବିମଣ୍ଡିତ ହୋଇଛି। ଜୈବ ବିବିଧତାରେ ପରିପୂର୍ଣ୍ଣ ହିମାଳୟର ଅତି ଉଚ୍ଚରେ ଥିବା ଏହା ହେଉଛି ଏକ ନୈସର୍ଗିକ ସ୍ଥାନ। 630 ବର୍ଗ କିଲୋମିଟର ପରିମିତ ନନ୍ଦାଦେବୀ ଜାତୀୟ ଉଦ୍ୟାନରେ 7817 ମିଟର ନନ୍ଦାଦେବୀ ଶୃଙ୍ଗ ଅଛି। ଏହା ହେଉଛି ଭାରତର ଦ୍ୱିତୀୟ ବୃହତ୍ତମ ପର୍ବତ। ପ୍ରଥମ ହେଉଛି 8586 ମିଟର ଉଚ୍ଚର କାଞ୍ଚନଜଙ୍ଘା ପର୍ବତ। ଏଠାକୁ ଋଷିଗଙ୍ଗା ଘାଇ ଜର୍ଜରୁ ଯାଇହୁଏ। ପୃଥିବୀର ଅତି ଗଭୀର ଘାଇ ମଧ୍ୟରେ ଏହା ହେଉଛି ଗୋଟିଏ। ପୁଷ୍ପ ଉପତ୍ୟକା ଜାତୀୟ ପାର୍କ ସମୁଦ୍ର ପତ୍ତନଠାରୁ 3352 ମିଟରରୁ 3658 ମିଟର ଉଚ୍ଚତାରେ ଦୁଇ ପାହାଡ଼ ମଝିରେ ଥିବା 27.50 ବର୍ଗ କିଲୋମିଟର କ୍ଷେତ୍ରଫଳର ଏକ ସମତଳ ଭୂଇଁରେ ଗଢ଼ି ଉଠିଛି। ନନ୍ଦାଦେବୀ ଜାତୀୟ ଉଦ୍ୟାନ ନିକଟରେ ଏହା ଅବସ୍ଥିତ। ପୁଷ୍ପ ଉପତ୍ୟକାରେ ଜୁଲାଇ ମାସରେ 500ରୁ ଉର୍ଦ୍ଧ୍ୱ ପ୍ରଜାତିର ଖୁବ୍ ସୁନ୍ଦର ସୁନ୍ଦର ଫୁଲ ଫୁଟିଥାଏ। ତନ୍ମଧ୍ୟରୁ ଅର୍କିଡ୍, ପପି, ଏକ ପ୍ରକାର ବଡ଼ ଲାଲ ଫୁଲ, ପ୍ରିମୁଲ, ବିଭିନ୍ନ ରଙ୍ଗର ଫୁଲ, ଡାଏସି, ହଳଦିଆ କେଶର ଓ ଧଳା ପାଖୁଡ଼ା ଥିବା ଛୋଟ ଫୁଲ, ଆନେମୋନସ୍, ଧଳା ବା ନାଲି ବା ନୀଳ ଲୋହିତ ରଙ୍ଗର ଫୁଲ ଇତ୍ୟାଦି ଅନ୍ୟତମ। ପୁଷ୍ପ ଉପତ୍ୟକାରେ ବହୁ ଜାତିର ବିରଳ ପଶୁ ଓ ପକ୍ଷୀ ଦେଖାଯାଇଥାନ୍ତି। ସେଗୁଡ଼ିକ ମଧ୍ୟରେ କଳା ଭାଲୁ, ତୁଷାର ଚିତାବାଘ, କସ୍ତୁରୀ ମୃଗ, ମାଟିଆ ରଙ୍ଗର ଭାଲୁ, ନାଲି ରଙ୍ଗର କୋକିଶିଆଳି, ନୀଳ ରଙ୍ଗର ମେଣ୍ଢା ଇତ୍ୟାଦି ପଶୁ ଏବଂ ହିମାଳୟ ମୋନାଲ ନାମକ ପକ୍ଷୀ ଅନ୍ୟତମ। ଏଠାରେ 13 ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ ଅଛନ୍ତି। ଏଠାରେ ଅନେକ ବିରଳ ତଥା ନାମିଦାମୀ ଔଷଧୀୟ ବୃକ୍ଷ ଅଛି। ଏହାକୁ 1982 ମସିହାରେ ଜାତୀୟ ଉଦ୍ୟାନ ଭାବେ ଘୋଷଣା କରାଯାଇଛି। ମହାଭାରତରେ ପୁଷ୍ପ ଉପତ୍ୟକା ସମ୍ବନ୍ଧରେ ସୂଚନା ଅଛି। ପାଣ୍ଡବ 5 ଭାଇ ଦ୍ରୌପଦୀଙ୍କ ସହିତ ହିମାଳୟ ବାଟ ଦେଇ ସ୍ୱର୍ଗ ଅଭିମୁଖେ ଯାତ୍ରା କରୁଥିଲେ। ବାଟରେ ଗୋଟିଏ ନଦୀ ପଡ଼ିଲା। ଦ୍ରୌପଦୀ ସେଥିରେ ଗୋଟିଏ ଅତି ସୁନ୍ଦର ଫୁଲ ଭାସୁଥିବାର ଦେଖିଲେ। ଫୁଲଟି ଏତେ ସୁନ୍ଦର ଓ ଆକର୍ଷଣୀୟ ଥିଲା ଯେ ସେ ଏହାଠାରୁ ଆଖି ଫେରାଇ ପାରିଲେ ନାହିଁ ଏବଂ ଏହା କେଉଁଠାରୁ ଆସିଲା ତାହାର ଅନୁସନ୍ଧାନ କରିବା ପାଇଁ ଭୀମଙ୍କୁ ଅନୁରୋଧ କଲେ। ଭୀମ ନଦୀ କୂଳେ କୂଳେ ଚାଲି ଚାଲି ଯାଇ ଗୋଟିଏ ଖାଲୁଆ ସମତଳ ଅଞ୍ଚଳରେ ସେହିଭଳି ଅନେକ ଫୁଲ ଦେଖିଲେ। ତାଙ୍କୁ ଜଣାପଡ଼ିଲା ସତେ ଯେପରି ଫୁଲର ଗୋଟିଏ ଗାଲିଚା ବିଛା ଯାଇଛି। ବିଭିନ୍ନ ଆକୃତି, ଅଙ୍ଗ ଓ ଆକାରର ଅଜସ୍ର ଫୁଲ ଦେଖି ଭୀମ ମୋହିତ ହୋଇଯାଇଥିଲେ। ଦ୍ରୌପଦୀ ନଦୀରେ ଯେଉଁ ପ୍ରକାର ଫୁଲ ଭାସୁଥିବାର ଦେଖିଥିଲେ ତାହା ମଧ୍ୟ ସେଠାରେ ଥିଲା। ନନ୍ଦାଦେବୀ ଓ ପୁଷ୍ପ ଉପତ୍ୟକା ଜାତୀୟ ଉଦ୍ୟାନ ପ୍ରାକୃତିକ ଭାବେ ସୁରକ୍ଷିତ ଅଛି। ଅଗମ୍ୟ ସ୍ଥଳ ହୋଇଥିବାରୁ 1913 ଦଶକ ପର୍ଯ୍ୟନ୍ତ ଏଠାକୁ ପ୍ରାୟ କେହି ଯାଇନଥିଲେ। ଇତିହାସରୁ ଜଣାଯାଏ ଯେ ବ୍ରିଟିଶ ପର୍ବତାରୋହିଣୀ ଫ୍ରାଙ୍କ ଏସ୍ ସ୍ମିଥ୍ ଏବଂ ତାଙ୍କର 2 ଜଣ ସାଥୀ ଏରିକ୍ ସିପ୍ଟନ୍ ଓ ଆର୍ଏଲ୍ ହୋଲ୍ସୱର୍ଥ 1931 ମସିହାରେ ପ୍ରଥମେ ଏହି ସ୍ଥାନଟିର ସନ୍ଧାନ କରିଥିଲେ। ସେମାନେ କାମେତ୍ ପର୍ବତ ଆରୋହଣ କରି ଫେରିବା ସମୟରେ ଅକସ୍ମାତ୍ ଏହି ସ୍ଥାନରେ ପହଞ୍ଚିଗଲେ। ଏହାର ଗୋଟିଏ ପଟେ ବିରାଟ ରାତାବାନ ଶୃଙ୍ଗ ଅଛି ଓ ଅନ୍ୟପଟେ ଅଙ୍କାବଙ୍କା ହୋଇ ଧୀରେ ଧୀରେ ପ୍ରବାହିତ ହେଉଛି ପୁଷ୍ପବତୀ ନଦୀ। ସେତେବେଳେ ଏହି ସ୍ଥାନଟି ଖୁବ୍ ସୁନ୍ଦର ଫୁଲରେ ଭର୍ତ୍ତି ହୋଇଯାଇଥିଲା। ପୃଥିବୀର ଅନ୍ୟ କେଉଁ ସ୍ଥାନରେ ସେମାନେ ଏତେ ରଙ୍ଗର ଫୁଲ ଦେଖିନଥିଲେ। ସେମାନେ ସେଠାରେ ତମ୍ବୁ ପକାଇ 2 ଦିନ ରହିଲେ ଏବଂ ବିଭିନ୍ନ ଫୁଲ, ଫୁଲମଞ୍ଜି, ଫୁଲ ଗଛର ଡାଳ ଓ ମୂଳ ସଂଗ୍ରହ କରି ଆଣିଲେ। ସ୍ମିଥ୍ ଏହାର ନାମ ପୁଷ୍ପ ଉପତ୍ୟକା ଦେଲେ। ସେଠାରୁ ସଂଗ୍ରହ କରି ଆଣିଥିବା ଫୁଲ, ମଞ୍ଜି, ଡାଳ ଆଦିକୁ ଇଂଲଣ୍ଡ ନେଇଯାଇଥିଲେ। ସେହି ସ୍ଥାନକୁ ନେଇ ସେ ଗୋଟିଏ ପୁସ୍ତକ ଉପତ୍ୟକା ଦ ଭ୍ୟାଲି ଅଫ୍ ଫ୍ଲାୱାର୍ସ ରଚନା କରିଥିଲେ। ସେଥିରେ ସେ ସେହି ସ୍ଥାନକୁ ଶାନ୍ତିର ଉପତ୍ୟକା ଭାବେ ଲେଖିଥିଲେ। ସେ ଲେଖିଥିଲେ ଯେ ସେଠାରେ ପହଞ୍ଚିବା ପରେ ଜଣେ ଈଶ୍ୱରଙ୍କ ସାନ୍ନିଧ୍ୟ ପାଇଯିବା ଭଳି ଅନୁଭବ କରିବ। Sample complete. Ready to continue?